ଭିଡ଼ିଓଟି ଥିଲା ସଣ୍ଡେର। ସଣ୍ଡେ ମାନେ ତ ଫୁଲ୍ ଆରାମ, ଫୁଲ୍ ରେଷ୍ଟ। କିନ୍ତୁ ଆମମାନଙ୍କ ପାଇଁ ସଣ୍ଡେ ମାନେ ଡବଲ କାମ। କ'ଣ ଠିକ୍ କହିଲି ନା? ଆଉ ସଣ୍ଡେ ଦିନ ହିଁ ଇଲେକ୍ଟ୍ରିକ୍ ବାଲାମାନେ ଛୁଟିରେ ପଳାନ୍ତି ବୋଧେ। ଦେଖୁନାହାନ୍ତି ଏତେ ସାରା କପଡ଼ା ଅଛି, ଇଏ କରେଣ୍ଟ ପଳେଇଛି। ହଉ, ସବୁ କାମ ତ କରିବାକୁ ପଡ଼ିବ। ନିତ୍ୟକର୍ମ ସାରିଲା ପରେ ଚାଲିଲି ଠାକୁର ପୂଜା ପାଇଁ। କିନ୍ତୁ ଠାକୁର ପୂଜା ବେଳେ ମୋ ପୁଅ ମୋ ହେଲ୍ପ ନ କରିବ ସେଇଟା ତ କଦାପି ହେଇପାରିବନି। ପୂଜା କଲା ବେଳକୁ ପଳେଇ ଆସିଛି। ଆଉ ଦେଖୁନାହାନ୍ତି କେଉଁ ପ୍ରକାର ପୋଜ୍ ଦେଉଛି। ଆଉ ଯେଉଁଦିନ ରୋଷେଇ କରିବାକୁ ଅଳ୍ପ ସମୟ ଥିବ, ଚିକେନକୁ ଏଇ ପ୍ରକାର ଯାହା ବି ମସଲା ଦରକାର ସବୁ ମ୍ୟାରିନେଟ୍ କରିକି ଆପଣ ସିମ୍ପଲି କଷେଇ ଦେବେ। ମୋ କ୍ଷେତ୍ରରେ ଯେତେ ଝଟପଟ ଟ୍ରିକ୍ ବି ଟିକେ ଫେଲ୍ ମାରିଯାଏ। ଯେହେତୁ ଦେଖନ୍ତୁ ମୋ ପୁଅକୁ, ହଉ ଯେହେତୁ ସେ ଇରିଟେଟ୍ ହେଉଥିଲା, ତାର କାମ ଆଗ ସାରିଲି, ତାକୁ ଗାଧେଇ ତାକୁ ଖୁଆଇ ତାକୁ ଏଇଠି ମୁଁ ଶୁଆଉଛି। ଶୋଇପଡ଼ିଲେ ତ ପୁରା ନିରୀହ, ଆଉ ଉଠିଲେ ତ ବାପରେ ବାପ ପୁରା ବୱାଲ। ଏଇଠି ତାକୁ ମୁଁ ଶୁଆଇ ଦେଇଛି। ପୁଅ ଶୋଇ ସାରିଲା ପରେ ସେପଟେ ଚାଲିଲେ ସମସ୍ତଙ୍କ ପାଇଁ ଖାଇବା ବାଢ଼ିବାକୁ। ତାପରେ ସମସ୍ତେ ଖାଇସାରିଲା ପରେ ଆସିଲା କ୍ଲିନିଂର ପାଳି। ଆଇଁଷ ରୋଷେଇ କରିବ ଯେତେ ସମୟ ଲାଗେ, କ୍ଲିନ୍ କରିବାକୁ ତାଠୁ ଅଧିକ ସମୟ ଲାଗେ। ଆଉ ସନ୍ଧ୍ୟା ସମୟରେ ଏଇଠି ମୋ ଶାଶୁମା ତୀର୍ଥରୁ ଫେରି ଆସିଛନ୍ତି। ଆଉ ମୋ ଶାଶୁମାଙ୍କୁ ଦେଖିକି ମୋ ପୁଅର ଖୁସି କହିଲେ ନ ସରେ। କ୍ଷଣିକ ପାଇଁ ବି ତାଙ୍କୁ ସେ ଜମାରୁ ବି ଏକୁଟିଆ ଛାଡ଼ୁନି। ଭିଡ଼ିଓଟି ଯଦି ଭଲ ଲାଗିଲା ଲାଇକ୍ଟେ ନିହାତି କରିବେ, ସବସ୍କ୍ରାଇବ୍ ବି କରିଦେବେ। ରହିଲି, ଜୟ ଜଗନ୍ନାଥ।